ତୁମେ ମୋତେ ପଚାରୁଛ କି ବାବା ମୋ ସହିତ ଏମିତି ବାରମ୍ବାର କାହିଁକି ଘଟୁଛି? ମୁଁ କାହିଁକି ବାରମ୍ବାର ଗୋଟିଏ ପରିସ୍ଥିତିରେ ଫସି ଯାଉଛି? ଏକ ସମୟରେ ମୁଁ ଅନୁଭବ କରେ ଯେ ମୁଁ ସେହି ପରିସ୍ଥିତିରୁ ବାହାରି ଆସିଛି, କିନ୍ତୁ କିଛି ସମୟ ପରେ ସେହିଭଳି ସମାନ ପରିସ୍ଥିତି ମୋ ସାମ୍ନାରେ ଆସିଯାଉଛି। ଏହିଭଳି ମୋ ସହିତ କାହିଁକି ଘଟୁଛି? ମୋତେ ଜମା ଭଲ ଲାଗୁନାହିଁ ଏବଂ ମୁଁ ଜୀବନରେ ବହୁତ ନିରାଶ ହୋଇଗଲିଣି। ତାହେଲେ ଶୁଣ ପିଲାମାନେ, ଗୋଟିଏ କଥା ବୁଝିନିଅ। ଯଦି ତୁମ ଜୀବନରେ ସମାନ ଘଟଣା ବାରମ୍ବାର ଘଟୁଛି, ତୁମେ ସେହି ପରିସ୍ଥିତିରେ ବାରମ୍ବାର ଫସି ଯାଉଛ, ତେବେ ବୁଝିନିଅ ଯେ ଜୀବନ ତୁମକୁ କିଛି ଶିଖାଇବାକୁ ଚାହୁଁଛି। ତୁମକୁ ଏକ ସକାରାତ୍ମକ ବ୍ୟକ୍ତି ଭାବରେ ମଜବୁତ ବା ଶକ୍ତିଶାଳୀ ବନେଇବାକୁ ଚାହୁଁଛି। ନକାରାତ୍ମକ ଭାବନା ଆସିବା ବହୁତ ସହଜ ଅଟେ, କିନ୍ତୁ ଅଭିଯୋଗ କରିବା ପରିବର୍ତ୍ତେ ନିଜ ଉପରେ ଧ୍ୟାନ ଦିଅ ଏବଂ ନିଜକୁ ଶକ୍ତିଶାଳୀ ବନାଅ। ତେବେ ଯାଇ ତୁମେ ଏପରି କୌଣସି ପରିସ୍ଥିତିରେ ଫସିବ ନାହିଁ। କାରଣ ଯେତେବେଳେ ତୁମେ ନିଜ ଉପରେ ଧ୍ୟାନ ଦେବ, ତୁମର ଭାବନାକୁ, ତୁମର ମନକୁ ନିୟନ୍ତ୍ରଣରେ ଆଣିବ, ତେବେ ତୁମେ ଏତେ ଶକ୍ତିଶାଳୀ ବନିଯିବ ଯେ କୌଣସି ବି ପରିସ୍ଥିତି କିମ୍ବା କୌଣସି ବି ବ୍ୟକ୍ତି ତୁମକୁ ଭାଙ୍ଗି ପାରିବେ ନାହିଁ। ତେଣୁ ନିଜ ଉପରେ ଧ୍ୟାନ ଦିଅ, ନିଜ ଉପରେ କାମ କର, ଶକ୍ତିଶାଳୀ ହୁଅ। ଧ୍ୟାନରେ ବସ, ଭଲ ବହି ପଢ଼ କିମ୍ବା ଭଲ ସକାରାତ୍ମକ ପ୍ରୋତ୍ସାହନ ଦେଲା ଭଳି ଭିଡ଼ିଓ ଦେଖ। ମନ ନ ହେଲେ ବି କିନ୍ତୁ ତଥାପି ମୁଁ କହୁଛି ବୋଲି ସେଥିପାଇଁ କର। ଦେଖିବ ତୁମ ଜୀବନରେ ପରିବର୍ତ୍ତନ ଆସିବ। ଖୁସିରେ ରୁହ। ବହୁତ ସାରା ଆଶୀର୍ବାଦ କରୁଛି। ଓମ୍ ସାଇ ରାମ, ଜୟ ସାଇ ରାମ।